এই ভিডিওରେ ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି BIS ର ରିକ୍ରୁଟମେଣ୍ଟ ଡିଟେଲଟା। ଆପଣମାନେ এই ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଏଇଥିରେ ଆପଣମାନଙ୍କୁ ମିଳିବ ନୋଟିଫିକେସନ PDF ର ଡିଟେଲଟା ଆଉ ଅନଲାଇନ୍ ଆପ୍ଲିକେସନ ଫର୍ମଟା। ଜୟ ଜଗନ୍ନାଥ ଭାଇ ଭଉଣୀମାନେ, ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ଓଡ଼ିଶା ସରକାରୀ ଜବର ୟୁଟ୍ୟୁବ ଚ୍ୟାନେଲରେ। ତ ଆସନ୍ତୁ ତାର ନେସେସରି ଡିଟେଲ୍ସ ଗୁଡ଼ାକୁ ଚେକ୍ କରିଦେବା କ'ଣ କ'ଣ ରହୁଛି। ଟୋଟାଲ ଭ୍ୟାକେନ୍ସି ଯଦି ଆମେ ଦେଖିଯିବା 345ଟା ରହୁଛି ଆଉ ନୋଟିଫିକେସନ ବାହାରିଛି ଆମର 6 ସେପ୍ଟେମ୍ବରରେ ଆଉ ଅନଲାଇନ୍ ଆପ୍ଲିକେସନ ଆରମ୍ଭ ହେଇଯାଇଛି ଅଲରେଡ଼ି। 9 ରୁ 30 ସେପ୍ଟେମ୍ବର ଭିତରେ ଆକ୍ଟିଭ ରହିବ। ଆପଣ ସେଇ ଭିତରେ ଯାଇ ନିଜର ଯେମିତି ଆପ୍ଲିକେସନ ଫର୍ମଟାକୁ ଫିଲ୍ଅପ୍ କରିଦେବେ। ମୁଁ ଆପ୍ଲିକେସନ ଫର୍ମଟା ମଧ୍ୟ ମୁଁ ଭିଡ଼ିଓ ଡିସ୍କ୍ରିପ୍ସନରେ ଆପଣମାନଙ୍କ ପାଇଁ ପ୍ରୋଭାଇଡ଼ କରିଦେବି। ଏଜୁକେସନ କ୍ୱାଲିଫିକେସନ ଆପଣମାନେ ଯଦି ଚେକ୍ କରିବା ଯିବେ, ଆସିଷ୍ଟାଣ୍ଟ ଡାଇରେକ୍ଟର ଦେଖାଯାଏ MBA ଡିଗ୍ରୀ ରହିଥିବା ଦରକାର ଗୋଟେ ରେକଗ୍ନାଇଜ୍ ୟୁନିଭର୍ସିଟିରୁ ଆଉ 3 ବର୍ଷର ଏକ୍ସପିରିଏନ୍ସ ରହିଥିବା ଦରକାର ପବ୍ଲିକ୍ ସେକ୍ଟର ବଡିଜରେ। ଆସିଷ୍ଟାଣ୍ଟ ଡାଇରେକ୍ଟର ଦେଖିବାକୁ ଗଲେ MBA କରିଥିବା ଦରକାର ମାର୍କେଟିଂ, ଯୋଉଟାକି ପୋଷ୍ଟ ଗ୍ରାଜୁଏଟ୍ ଆଉ ଡିଗ୍ରୀ ଡିପ୍ଲୋମା ମଧ୍ୟ ରହିଥିବା ଦରକାର। ଆଉ 5 ବର୍ଷର ମାର୍କେଟିଂରେ ଏକ୍ସପିରିଏନ୍ସ ରହିଥିବା ଦରକାର, ମାସ୍ କମ୍ୟୁନିକେସନ ରହିଥିବା ଦରକାର ଆଉ ସୋସିଆଲ ୱାର୍କରେ। ଆସିଷ୍ଟାଣ୍ଟ ଡାଇରେକ୍ଟର ହିନ୍ଦୀ ଯଦି ଆମେ ଦେଖିବାକୁ ଯିବା, ରିକ୍ୱାର୍ଡ ମାଷ୍ଟର ଡିଗ୍ରୀ ଇନ୍ ହିନ୍ଦୀ ୱିଥ୍ ଇଂଲିଶ ଆଟ୍ ଏ ଡିଗ୍ରୀ ଲେଭେଲ ଆଉ 5 ବର୍ଷର ଏକ୍ସପିରିଏନ୍ସ ରହିଥିବା ଦରକାର ଟର୍ମିନୋଲୋଜି ନହେଲେ ଟ୍ରାନ୍ସଲେସନ ୱାର୍କରେ। ପର୍ସନାଲ ଆସିଷ୍ଟାଣ୍ଟ ଦେଖିବାକୁ ଗଲେ ରିକ୍ୱାର୍ଡ ଡିଗ୍ରୀ ଆପଣଙ୍କର ଯେକୌଣସି ଡିଗ୍ରୀ ରହିଥିବା ଦରକାର ଆଉ କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟ ଆପଣ ଯେମିତି ପାସ୍ କରିଥିବା ଦରକାର, ସର୍ଟ ହ୍ୟାଣ୍ଡ ଟେଷ୍ଟ ଯୋଉଟା। ଆସିଷ୍ଟାଣ୍ଟ ସିଲେକ୍ସନ ASO ଯଦି ଆମେ ଦେଖିବାକୁ ଯିବା, ବ୍ୟାଚଲର ଡିଗ୍ରୀ ରହିଥିବା ଦରକାର, ପ୍ରୋଫିସିଏନ୍ସି ଇନ୍ କମ୍ପ୍ୟୁଟର ସ୍କିଲ୍ସ ରହିଥିବା ଦରକାର ଆଉ କ୍ୱାଲିଫିକେସନ ସ୍କିଲ୍ ଟେଷ୍ଟ କରିବା ପାଇଁ ଗଲେ ଆପଣମାନେ ଯଦି ପାସ୍ ହେଇଥିବା ଦରକାର କମ୍ପ୍ୟୁଟର ପ୍ରୋଫିସିଏନ୍ସିରେ। ଯଦି ଆମେ ଆସିଷ୍ଟାଣ୍ଟ କମ୍ପ୍ୟୁଟର ଆଉ ଏଡେଡ୍ ଡିଜାଇନରେ ଦେଖିବାକୁ ଯିବା, ବ୍ୟାଚଲର ଡିଗ୍ରୀ ରହିଥିବା ଦରକାର ଆଉ 5 ବର୍ଷର ଏକ୍ସପିରିଏନ୍ସ ରହିଥିବା ଦରକାର ଅଟୋକାଡରେ ଆଉ ଡିପ୍ଲୋମା ଯଦି ଆପଣ କରିଥିବେ ତାହେଲେ ତାର ସିମିଲାର ଏକ୍ସପିରିଏନ୍ସ ମଧ୍ୟ ଆପଣ ପ୍ରୋଭାଇଡ କରିପାରିବେ। ଷ୍ଟେନୋଗ୍ରାଫର ଦେଖିବାକୁ ଗଲେ ବ୍ୟାଚଲର ଡିଗ୍ରୀ ରହିଥିବା ଦରକାର, କମ୍ପ୍ୟୁଟର ପ୍ରୋଫିସିଏନ୍ସି ଟେଷ୍ଟରେ ଆପଣ ପାସ୍ ହେଇଥିବା ଦରକାର ଆଉ ସର୍ଟ ହ୍ୟାଣ୍ଡ ଟେଷ୍ଟରେ ପାସ୍ ହେବା ଦରକାର। ସିନିୟର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ ଦେଖିବାକୁ ଗଲେ ବ୍ୟାଚଲର ଡିଗ୍ରୀ ରହିଥିବା ଦରକାର ଆଉ କମ୍ପ୍ୟୁଟର ଏଫିସିଏନ୍ସିରେ ଆପଣଙ୍କର ପାସିଂ ମାର୍କ ରହିଥିବା ଦରକାର। ଜୁନିୟର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ ଦେଖିବାକୁ ଗଲେ ବ୍ୟାଚଲର ଡିଗ୍ରୀ ରହିଥିବା ଦରକାର। ଟେକ୍ନିକାଲ ଆସିଷ୍ଟାଣ୍ଟ ଲାବୋରେଟୋରୀ ଦେଖିବାକୁ ଗଲେ ଡିପ୍ଲୋମା ଡିଗ୍ରୀ ରହିଥିବା ଦରକାର ମେକାନିକାଲ ଆଉ ବ୍ୟାଚଲର ଡିଗ୍ରୀ ରହିଥିବା ଦରକାର କେମିଷ୍ଟ୍ରି ମାଇକ୍ରୋବାୟୋଲୋଜି ଆଉ ମିନିମମ୍ ମାର୍କସ କ୍ରାଇଟେରିଆ ଯୋଉଟା ପ୍ରୋଭାଇଡ ହେଇଥିବ ସେଇଟା ଯେମିତି ଆପଣ ମିନିମମ୍ କ୍ରାଇଟେରିଆ ଆପଣଙ୍କର ରହୁଥିବ। ଟେକ୍ନିସିଆନ୍ ଦେଖିବାକୁ ଗଲେ ITI ସାର୍ଟିଫିକେଟ୍ ଆପଣଙ୍କର ରହିଥିବା ଦରକାର ଆଉ ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ମଧ୍ୟ ଆପଣଙ୍କର ରହିଥିବା ଦରକାର। ଏଇଠି ଆମେ ଆମ ୱେବସାଇଟ୍ରେ ଆପଣମାନଙ୍କ ପାଇଁ ପ୍ରୋଭାଇଡ଼ କରିଦେଇଛୁ ଭ୍ୟାକେନ୍ସିର କେତେଟା କୋଉ ପୋଷ୍ଟର କେତେଟା ଡିଟେଲ୍ ଅଛି। ଟୋଟାଲ ତ ମୁଁ ଆପଣଙ୍କୁ କହିଦେଇଛି 345ଟା ଅଛି। ଆଉ ଯଦି ଆମେ ଆର ସିଲେକ୍ସନ ପ୍ରୋସେସ୍ ଦେଖିବାକୁ ଯିବା, ରିଟନ୍ ଏକ୍ଜାମିନେସନ୍ ହେବ, ସ୍କିଲ୍ ଟେଷ୍ଟ ହେବ, ଡକ୍ୟୁମେଣ୍ଟ ଭେରିଫିକେସନ୍ ହେବ ଆଉ ଏକ୍ଜାମିନେସନଟି ହେବ, ମେଡିକାଲ ଏକ୍ଜାମିନେସନଟି ହେବ। ଯଦି ଆମେ ଆପ୍ଲିକେସନ ଫିସ୍ ଦେଖିବାକୁ ଯିବା, ଆସିଷ୍ଟାଣ୍ଟ ଡାଇରେକ୍ଟର ହିନ୍ଦୀ 800 ଟଙ୍କା ରହୁଛି, ଆସିଷ୍ଟାଣ୍ଟ ଡାଇରେକ୍ଟର ଫାଇନାନ୍ସ 800 ଟଙ୍କା ରହିବ, ଆସିଷ୍ଟାଣ୍ଟ ଡାଇରେକ୍ଟର ମାର୍କେଟିଂ ଆଉ କନଜ୍ୟୁମର ଆଫେୟାର ମାନଙ୍କର 800 ଟଙ୍କା ରହିବ ଆଉ ଯୋଉ ବାକି ଯେତିକି ପୋଷ୍ଟ ଅଛି ତାର 500 ଟଙ୍କା ରହିବ। ଏଇଟା ଗୋଟେ ଭିଡ଼ିଓର ସବୁଠୁ ଇମ୍ପୋର୍ଟାଣ୍ଟ ପାର୍ଟ। ଏଇଟା ଆପଣମାନେ ଏଠି ଚେକ୍ କରିପାରିବେ କ'ଣ କ'ଣ ଡକ୍ୟୁମେଣ୍ଟ ଦରକାର ଯଦି ଆପଣ ଏଇ ପୋଷ୍ଟକୁ ଆପ୍ଲାଏ କରିବା ପାଇଁ ଚାହୁଁଛନ୍ତି। ଏଜୁକେସନ କ୍ୱାଲିଫିକେସନ ସବୁ ଜାଗା ସାର୍ଟିଫିକେଟ୍, ଡେଟ୍ ଅଫ୍ ବାର୍ଥ ସାର୍ଟିଫିକେଟ୍, ଯେକୌଣସି କିଛି ଆଇଡି ପ୍ରୁଫ୍ ହେଇଯାଉ, ଆଧାର ହେଇଯାଉ, ଭୋଟର ହେଇଯାଉ ନହେଲେ ପ୍ୟାନ୍ କାର୍ଡ଼ ପ୍ରୋଭାଇଡ଼ କରିବେ। ରିସେଣ୍ଟ କଲର ପାସପୋର୍ଟ ଫଟୋ ବଗେରା ପ୍ରୋଭାଇଡ଼ କରିବେ। ଭ୍ୟାଲିଡ୍ ଇମେଲ୍ ଆଇଡି ଆଉ ମୋବାଇଲ ନମ୍ବର ପ୍ରୋଭାଇଡ଼ କରିବେ। କାଷ୍ଟ ସାର୍ଟିଫିକେଟ୍ ପ୍ରୋଭାଇଡ଼ କରିବେ, ରେସିଡେଣ୍ଟ ସାର୍ଟିଫିକେଟ୍ ପ୍ରୋଭାଇଡ଼ କରିବେ ଆଉ ଏମ୍ପ୍ଲଏଡ୍ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ମଧ୍ୟ ପ୍ରୋଭାଇଡ଼ କରିବେ ଆଉ ସ୍କାନ୍ ସିଗ୍ନେଚର ମଧ୍ୟ ପ୍ରୋଭାଇଡ଼ କରିବେ। ସାଲେରୀର ଫୁଲ୍ ଡିଟେଲଟା ଆମେ ଆମ ୱେବସାଇଟ୍ରେ ଆପଣମାନଙ୍କ ପାଇଁ ପ୍ରୋଭାଇଡ଼ କରିଦେଇଛୁ। ଆପଣମାନେ ଏଟାକୁ ଚେକ୍ କରିପାରିବେ କେଉଁ ପୋଷ୍ଟର କେତେ ସାଲେରୀ ରହୁଛି। ଆମ ୱେବସାଇଟ୍ ନାଁଟି ହେଲା odisha-government-jobs.com। ଏଇଟା ଆପଣମାନେ ଦେଖିପାରୁଥିବେ ହାଉ ଟୁ ଆପ୍ଲାଏ। ଆମେ ଆମ ୱେବସାଇଟ୍ରେ ଏଇଟା ମଧ୍ୟ ଆପଣମାନଙ୍କ ପାଇଁ ପ୍ରୋଭାଇଡ଼ କରିଦେଇଛୁ, ଆପଣ ଏଥିରେ ଦେଖିପାରିବେ। ଏଇଟା ଆପଣମାନଙ୍କୁ ମିଳିଯିବ ଅନଲାଇନ୍ ଆପ୍ଲିକେସନ ଲିଙ୍କଟା। ଏଇ ଲିଙ୍କକୁ ପାଇବା ହେଲେ ଆମ ୱେବସାଇଟ୍ ଯାଇକି ଡାଇରେକ୍ଟଲି କ୍ଲିକ୍ କରନ୍ତୁ। ଜବ୍ର ଯେଉଁ ଅଛି ପୋଷ୍ଟଟା ମୁଁ ଭିଡ଼ିଓର ଡିସ୍କ୍ରିପ୍ସନରେ ପ୍ରୋଭାଇଡ଼ କରିଦେବି, ଆପଣ ସେଇଠୁ କ୍ଲିକ୍ କରିକି ଡାଇରେକ୍ଟଲି ଅନଲାଇନ୍ ଆପ୍ଲିକେସନ ଫର୍ମଟାକୁ ଡାଉନଲୋଡ଼ କରିପାରିବେ। ମୁଁ ନୋଟିଫିକେସନ PDFଟା ଆପଣମାନଙ୍କୁ ଖୋଲିକି ଦେଖେଇ ଦେଉଛି। এইটা ହେଲା BIS ର ଅଫିସିଆଲ ନୋଟିଫିକେସନ PDFଟା। ଏଇଟା ମଧ୍ୟ ଆମେ ଡିସ୍କ୍ରିପ୍ସନରେ ପ୍ରୋଭାଇଡ଼ କରିଦେବୁ, ଏଇଟା ଆପଣ ଯାଇ ଚେକ୍ କରିପାରିବେ। ମୁଁ ଆଶା କରୁଛି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିଲା ତାହେଲେ ସବସ୍କ୍ରାଇବ୍ କରନ୍ତୁ ଓଡ଼ିଶା ସରକାରୀ ଜବ୍କୁ। ଆଉ ଏହିପରି ନୂଆ ନୂଆ ପୋଷ୍ଟ ରିଲେଟେଡ୍ କ୍ୱେରିଜ୍ ଜାଣିପାରିଲେ ଆମ ୱେବସାଇଟ୍ ଯାଇ ଭିଜିଟ୍ କରନ୍ତୁ odisha-government-jobs.com। ଧନ୍ୟବାଦ।